ଟା ବାହାରୁଛି। କାର୍ବନ ଡାଇଅକ୍ସାଇଡ ତ ସାଧାରଣ ବାହାରେ ସବୁଆଡ଼େ ବ୍ୟାପିଛି। କାର୍ବନ ଡାଇଅକ୍ସାଇଡ ସର୍ବତ୍ର ବିଦ୍ୟମାନ, କିନ୍ତୁ ଅପଡ଼ା କୋଇଲା ଗୁଡ଼ାକ ଯାଉଛି କାର୍ବନ ମନୋକ୍ସାଇଡ, ସେଟା ସ୍ୱାସ୍ଥ୍ୟ ପକ୍ଷରେ ଅତି ହାନିକାରକ। ଇଟ୍ ଲିଡ୍ସ ଟୁ ଡେଥ୍। ଆଉ ତମେ ପଢ଼ିବ ସେ ଭ୍ୟାଲି ଅଫ୍ ଡେଥ୍ କଥା ଟିକେ ବୁଝିବ। ସେ ଜାଗାରେ ଗୋଟେ ଦିନ କଥା ହଉ ପ୍ରଶ୍ନଙ୍କ ସାଙ୍ଗରେ ମୁଁ କହିଲି ଯେ ଆଜ୍ଞା କୋଉ ଗୋଟେ ରିପୋର୍ଟ ଗୋଟେ ଅଛି କାର୍ବନ ମନୋକ୍ସାଇଡ ଯୋଗୁଁ ଏମିତି ହେଇପାରେ। ସେ ଅତି ନିବିଡ଼ ଭାବରେ ସେ ମୋର କଥା ଶୁଣିଲେ, ଯାହା ସତ ତମେ ଜାଣିଛ, ଟିକେ ପାଠ ପଢ଼ ସେ ଭିତରେ କ'ଣ ଅଛି ଭ୍ୟାଲି ଅଫ୍ ଡେଥ୍ କଥା। ହଁ ଆଜ୍ଞା ମୁଁ ପଢ଼ିବି। ତାପରେ ସେ କିଛି ଦିନ ପରେ ମୋତେ ପଚାରିଲେ, ଆଚ୍ଛା ଡିପାର୍ଟମେଣ୍ଟ ଅଫ୍ ସାଇନ୍ସ ଟେକ୍ନୋଲୋଜି ଏନଭାୟରନମେଣ୍ଟ କହୁଛନ୍ତି ସେ ରିପୋର୍ଟଟା କ'ଣ ପାଇପାରିବ? ମୁଁ କହିଲି ମୋର କ୍ଷମତା ନାହିଁ ସାର୍, ଆଉ ଆପଣ ଯାହା କରନ୍ତୁ। ତାପରେ ତାଙ୍କର କେମିତି ଗୋଟେ ଇଏ ହେଇଗଲା, ଏ ମାଷ୍ଟ୍ରେ ଆସ କହିକି ତାଙ୍କ ସହିତ ଗୋଟେ ଇଏ ହେଇଗଲା। ତାପରେ ମୁଁ ଦେଖିଲି ଭାତ ଡାଲମା ତ ମିଳୁଛି, ମୋର ବି ଆଉ କିଛି ହୋଟେଲରେ ଭଡ଼ା ଦେବାର ନାହିଁ। ତେଣୁ 6 ଦିନ 7 ଦିନ 8 ଦିନ 10 ଦିନ ରହୁଥିଲି ସେଠି। ଆଉ ସେ ଭିତରେ ଗୋଟେ ମୋର ତାଙ୍କ ସହିତ ରିଲେସନ୍ ହେଇଯାଇଥିଲା। ଥରେ ଜ୍ୱର ହେଉଥିଲା ଭାଇ, ମୁଁ ଯାଇଥିଲି ତାଙ୍କ ସହିତ। ଏପରିକି ଗୋଟେ ପାର୍ଟି ମିଟିଂରେ ବି ସେ ଗଲେ। ସେ ପାର୍ଟି ଭିତରେ ମିଟିଂ କଲେ, ମୁଁ ଡ୍ରାଇଭର ସାଙ୍ଗରେ ଗୋଟେ ଗଛ ତଳେ ବସିଥିଲୁ, ତାଙ୍କୁ ଅପେକ୍ଷା କରିଥିଲି। ଏମିତି ଅନେକ ଇଏ ଅଛି। ଗାଁକୁ ଯେତେବେଳେ ଯାଇଥିଲେ ସେ ଯେଉଁ କହୁଛନ୍ତି ସେଟା ତ ତାଙ୍କ ଟ୍ରେଡମାର୍କ, ଫଟୋଟେ ଆଣ, ରସି ଫଟୋ ଗୋଟେ ଅଣା ହେବ, ଆଉ ସେଠି ସେ ବସିଯିବେ, ଆଉ ନାଲି ଚା ତିଆରି ହେବ। ମୁଁ ବି ନିଜେ ସେ ଟାଇମ୍ରେ ଥିଲି, ନାଲି ଚା କରିଛି। କିନ୍ତୁ ଏତେ ଷ୍ଟ୍ରଙ୍ଗ କେମିତି, ମୋତେ ଏବେ ବି ଆଶ୍ଚର୍ଯ୍ୟ ଲାଗେ। ଯେଉଁଠି କିଛି କ'ଣ ସେ ମ୍ୟାଗ୍ନେଟିକ୍ ପ୍ରପର୍ଟି ଅଛି ଯେଉଁ ଟାଣି ଆଣେ ସେଗୁଡ଼ାକ। ସେ ପଚାରିବେ, ଆଚ୍ଛା ତମ ଗାଁର ସେ ନକୁଳ କେମିତି ଅଛି? ନା ଆଜ୍ଞା ସେ ଲାଲ ଝଣ୍ଡା ସାଇକେଲରେ ବାନ୍ଧିକିରି ବୁଲୁଛି। ଆଚ୍ଛା ଭଲ ଅଛି। ଥରେ ଆସିଲେ ନାଲି ଚାହା ଦିଆହେଲା ଆମ ଗାଁରେ। ତାପରେ ସେ ଯେତେବେଳେ ନକୁଳ ରୋଗରେ ପୀଡ଼ିତ ଥିଲେ, ସେ କହିଲେ ତାକୁ ଟିକେ ଦେଖିବା। ଏଇଟା ହେଲା ତାଙ୍କ କେଡରର ଇଏ। ଯେଉଁଠି ବି ଯେ ସ୍ୱାସ୍ଥ୍ୟ ଖରାପ ଥିବ, କ'ଣ ଅସୁବିଧା ଥିବ, ସେ ତୁରନ୍ତ ସେଠି ପହଞ୍ଚି ଯାଉଥିଲେ। ଏଇଟା ହେଲା ସେ ବ୍ୟକ୍ତିର ବ୍ୟକ୍ତିତ୍ୱର ତାଙ୍କର ଗୋଟେ ପରିଚୟ ବା ମହାନତା। ଆଉ ସେ ଯେତେବେଳେ ଗାଁ ମାନଙ୍କରୁ ଯାଉଥିଲେ 15 ମିନିଟ୍ ଖଣ୍ଡେ ରହୁଥିଲେ, ଯାହା ଆପଣମାନେ ଏବେ ଶୁଣିଲେ। କିନ୍ତୁ ଗୋଟିଏ କଥା ମୁଁ ଲକ୍ଷ୍ୟ କରିଛି ଯେ ପ୍ରତି ଘରୁ ଦ୍ୱାର ମୁହଁରୁ ସବୁ ଲେଡ଼ିଜ୍ ମାନେ ବାହାରି କରି ଅନେଇ କରି ଏ ବାବାଙ୍କୁ ଦେଖିବା ପାଇଁ ତାଙ୍କର ସବୁବେଳେ ଗୋଟେ ପ୍ରବଳ ଉତ୍ସାହ ଥିବ। ସେ ଦେଖିବେ ସବୁ ଘର ସାମ୍ନାରେ ଲେଡ଼ିଜ୍ ମାନେ ଠିଆ ହେଇଥିବେ। ଆଉ ସେ ପ୍ରସନ୍ନ ବାବୁ ସେ ରସି ଖଟିଆରେ ସେ ନାଲି ଚା ବିଡ଼ି ଟାଣିକରି ସେ ଜାଗାରେ ବସୁଥିବେ, କଥାବାର୍ତ୍ତା ଟିକେ ହେଉଥିବେ, ଭାଇରେ ଏଥର ଭୋଟ ଭାଟ ଦେବ, ଆଉ ଇଏ ଯାଉଛି କହିକରି ସେ ପଳାଇବେ। ତ ଏଇ ପ୍ରକାର ବ୍ୟକ୍ତିତ୍ୱ, ରାଜନୀତି ତାଙ୍କର ଗୋଟେ ଅନୋଖା, ଲୋକ ସମ୍ପର୍କ ଗୋଟେ ଅନୋଖା, ଆଉ ପ୍ରଦୂଷଣର ସେ ଯେଉଁ ସ୍ୱର ଉତ୍ତୋଳନ କରିଥାଏ ସେଟା ବି ଅନୋଖା। ଆଜି ଯୁଗରେ ସେ ରାଜନୀତି ତ ଆମେ ଫେରି ପାଇବା ନାହିଁ, କିନ୍ତୁ ଯେଉଁ ମାତ୍ରାରେ ପ୍ରଦୂଷଣ ଏବେ ଝାରସୁଗୁଡ଼ାରେ ଚାଲିଛି, ମୁଁ ଚାହୁଁଛି କେତେ ପ୍ରଶ୍ନ ପଣ୍ଡାଙ୍କର ଆବଶ୍ୟକତା ଅଛି, ମୁଁ ଏଇଟା ମର୍ମେ ବୁଝିପାରୁଛି। ଆଉ ଏଇ ଅବସରରେ ସେ ମହାନ ଆତ୍ମାଙ୍କୁ ମୋର ଶ୍ରଦ୍ଧା ସୁମନ ଅର୍ପଣ କରୁଛି। ଧନ୍ୟବାଦ। ଆମ ଗଣରେ ଅଛନ୍ତି ଝାରସୁଗୁଡ଼ା ଜିଲ୍ଲା ଓକିଲ ସଂଘର ପୂର୍ବ ସଭାପତି ତ୍ରିନାଥ ଗୋଲ ଆଜ୍ଞା। ମୁଁ ତାଙ୍କୁ ନିବେଦନ କରିବି ସେ ସଂକ୍ଷେପରେ ତାଙ୍କର କଥା ରଖିବେ। ତ୍ରିନାଥ ଆଜ୍ଞା। ସମସ୍ତଙ୍କୁ ପ୍ରଥମେ ନମସ୍କାର, ଜୁହାର। ଆଜି ପ୍ରସନ୍ନ ପଣ୍ଡା ସ୍ମୃତି କମିଟି ତରଫରୁ 102ତମ ଜନ୍ମ ଜୟନ୍ତୀ ସ୍ୱର୍ଗତ ପ୍ରସନ୍ନ ପଣ୍ଡାଙ୍କର ଆଜି ପାଳନ କରାଯାଉଛି। ଏ ଅବସରରେ ଉପସ୍ଥିତ ଥିବା ମଞ୍ଚାସୀନ ସମସ୍ତ ଅତିଥିବୃନ୍ଦ, ଗୁରୁଜନମାନେ, ସ୍ୱର୍ଗତ ପ୍ରସନ୍ନ ପଣ୍ଡାଙ୍କୁ ଭଲ ପାଉଥିବା, ତାଙ୍କ ସହିତ ଜୀବନ ଅତିବାହିତ କରିଥିବା ବିଶେଷ ବ୍ୟକ୍ତିମାନେ ଏବଂ ମୋର ସମ୍ମୁଖରେ ଉପସ୍ଥିତ ଥିବା ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ବୁଦ୍ଧିଜୀବୀମାନେ,
ଗୁରୁଜନ ମାନେ ମା ମାଉସୀ ମାନେ ଏବଂ ବିଶେଷ କରି ସାମ୍ବାଦିକ ବନ୍ଧୁମାନେ, ଆଜି 102ତମ ଜନ୍ମ ଜୟନ୍ତୀ ସ୍ୱର୍ଗତ ପ୍ରସନ୍ନ ପଣ୍ଡାଙ୍କର ପାଳନ କରାଯାଉଛି। ସ୍ୱର୍ଗତ ପ୍ରସନ୍ନ ପଣ୍ଡା ଯିଏକି ଝାରସୁଗୁଡ଼ା ମାଟିର ଜଣେ ସୁଯୋଗ୍ୟ ସନ୍ତାନ ଥିଲେ ଏବଂ ଜଣେ ଜନନେତା ଥିଲେ, ପିପୁଲ୍ସ ଲିଡର। ସ୍ୱର୍ଗତ ପ୍ରସନ୍ନ ପଣ୍ଡା ଅଡ଼ାପଡ଼ା ଗାଁ ଲଖନପୁର ବ୍ଲକରେ ଜନ୍ମଲାଭ କରିଥିଲେ ଏବଂ ତାଙ୍କର ଜୀବନୀ ଥିଲା ସଂଘର୍ଷମୟ। ସେ ଜଣେ ଅବିବାହିତ ବ୍ୟକ୍ତିତ୍ୱ ଥିଲେ। ମୁଁ ଶୁଣିଛି ସେ ମାନେ ଅଡ଼ାପଡ଼ା ଗାଁରେ ଗଣ୍ଟିଆ ମଧ୍ୟ ଥିଲେ। ମୋର ବାପା ସ୍ୱର୍ଗତ ପ୍ରେମରାଜ ଗୋୱାଲ ଏବଂ ତାଙ୍କର ବାପା ସ୍ୱର୍ଗତ ସାର ଗୋୱାଲ, ଯିଏକି ମୁରା ଥାନା ଆମର ଗାଁ ଥିଲା ବୁଢ଼ୀ ଅଞ୍ଚଳ କଦମଡିହି ପଞ୍ଚାୟତ। ଏବଂ ଯେତେବେଳେ ମହାନଦୀ ଉପରେ ବନ୍ଧ ସରକାର ବାନ୍ଧିଲେ ହୀରାକୁଦ ଡ୍ୟାମ୍, ସେତେବେଳେ ବୁଢ଼ୀ ଅଞ୍ଚଳ ହିସାବରେ ଗଣନା କରାଯାଏ। ଆମକୁ ମଧ୍ୟ ବୁଢ଼ୀ ଅଞ୍ଚଳରେ ଗଣନା କରାଯାଏ ଏବଂ ମୁରା ଥାନାରୁ ଆମେ ଆସିକରି ମାଲିମୁଣ୍ଡା ବନ୍ଦରପଡ଼ାରେ ଜମି କିଣିକରି ସେ ଜମି ଖଣ୍ଡରାମାନଙ୍କର ଥିଲା ତାଲପଟିଆ ଗାଁର ଏବଂ ସେଇଠି ଆମେ ବର୍ତ୍ତମାନ ମଧ୍ୟ ରହୁଛୁ। 1956-57 ସାଲରେ ମୋର ଗୋଟେ ବଡ଼ ନାନୀ ଥିଲେ ଏବଂ ଗୋଟେ ବଡ଼ ଭାଇ ଅଛନ୍ତି ପୂର୍ଣ୍ଣଚନ୍ଦ୍ର ଗୋୱାଲ, ସେତେବେଳେ ସେ ସେଠି ଜନ୍ମ ହୋଇଥିଲେ। ଗୋଟେ ବର୍ଷ ହେଇଥିଲା ଏବଂ ଏଇଠି ଜମି କିଣିଲା ପରେ ଆମେ ସେଇ ଦିନଠାରୁ ମାଲିମୁଣ୍ଡା ବନ୍ଦରପଡ଼ା ଗାଁରେ ରହୁଛୁ। ଆମକୁ ବୁଢ଼ୀ ଅଞ୍ଚଳିଆ ମଧ୍ୟ କୁହାଯାଏ ଏବଂ ସ୍ୱର୍ଗତ ପ୍ରସନ୍ନ ପଣ୍ଡା ସେତେବେଳେ ବୁଢ଼ୀ ଅଞ୍ଚଳ ପାଇଁ ହୀରାକୁଦ ଡ୍ୟାମ୍ରେ ଯେଉଁମାନେ ବିସ୍ଥାପିତ ଥିଲେ, ଭିଟାମାଟି ହରାଇଲେ, ଘରଦ୍ୱାର ହରାଇଲେ, ବୁଢ଼ୀ ପାଣିରେ ତାଙ୍କର ଗାଁ ସବୁ ବୁଡ଼ିଗଲା। ସେ ଅଞ୍ଚଳରେ ହାହାକାର ପଡ଼ିଗଲା। ସେତେବେଳେ ସରକାର ବିରୁଦ୍ଧରେ କିଏ ଲଢ଼ିବ? ମୋର ବାପା କହୁଥିଲେ ଯେତେବେଳେ ଗୋଟେ ର୍ୟାଲି ହେଇଥିଲା ସେଠି, ଯେହେତୁ ମହାନଦୀରେ ଯେତେବେଳେ ବନ୍ୟା ଆସୁଥିଲା, ପାଣି ଆସୁଥିଲା, କଟକକୁ ପୁରା ବୋହି ନେଇଯାଉଥିଲା ପ୍ରତିବର୍ଷ ଏବଂ ତାକୁ କିପରି ରକ୍ଷା କରାଯିବ ସରକାର ଚିନ୍ତା କରି କଟକ ଏରିଆରୁ ଧୀରେ ଧୀରେ ଉପରକୁ ଆସିକରି ଏଠି ଦେଖିଲେ ଯେ ସମ୍ବଲପୁର ପାଖରେ ଯେଉଁ ଲକ୍ଷ୍ମୀ ଡୁଙ୍ଗରିଠୁ ଆରମ୍ଭ କରି ଯେଉଁ ପାହାଡ଼ ରହିଛି ହୀରାକୁଦରେ ବୁର୍ଲାରେ, ସେଇଠି ନଦୀବନ୍ଧ ବାନ୍ଧିଦେଲେ ଏବଂ ଯେତେବେଳେ ଆନ୍ଦୋଳନ ହେଇଥିଲା ମୋର ବାପା ସବୁବେଳେ ମୋତେ କହୁଥିଲେ ଛୋଟବେଳରେ ବି, ବାପା 1996ରେ ଡେଥ୍ ହେଇଗଲେଣି, କଟକି ପଛେ ପଡ଼ୁନି ଲାଲମଡ଼ିଆ ଡରୁନି, ଏ ପ୍ରକାର ସ୍ଲୋଗାନ ଥିଲା ସେତେବେଳେ। ବାପା କହୁଥିଲେ ମୋର ଅଜା ଛୋଟ ଥିଲାବେଳେ ଡେଥ୍ ହେଇଯାଇଥିଲେ ଏବଂ ସେଇ ମୁରା ଗାଁରୁ ଆସିକରି ଆମେ ଏଠି ଅଛୁ ଏବଂ ଇତିହାସ ମୁଁ ସବୁବେଳେ ମାନେ ଶୁଣିଛି। ଏବଂ ସ୍ୱର୍ଗୀୟ ପ୍ରସନ୍ନ ପଣ୍ଡା ଯିଏକି ବୁଢ଼ୀ ଅଞ୍ଚଳ ସଂଗ୍ରାମ ସମିତି ନାଁରେ ଜନସାଧାରଣଙ୍କ ତରଫରୁ ରହି କରିବା ପାଇଁ ସେ ଏକା ବ୍ୟକ୍ତିତ୍ୱ, ସେ ଜଣେ ନିର୍ଭୀକ ଏବଂ ସାହସୀ ବ୍ୟକ୍ତି ଥିଲେ। ତାଙ୍କର ଜୀବନୀ ବହୁତ ବଡ଼ ଏବଂ ସେ ଯେଉଁ କାର୍ଯ୍ୟ କରିଛନ୍ତି ଝାରସୁଗୁଡ଼ା ମାଟିର ଜଣେ ସୁଯୋଗ୍ୟ ସନ୍ତାନ ନେତା MLA କିପରି ହେବା କଥା, ତାଙ୍କର ଚରିତ୍ର ଏବଂ ତାଙ୍କର ଜୀବନରୁ ଆମେ ଶିଖିବାର କଥା। ବିର୍ଲା କମ୍ପାନୀ ସାଙ୍ଗରେ ହେଉ, ଟାଟା କମ୍ପାନୀ ସାଙ୍ଗରେ ହେଉ, OPGC ପାଇଁ ଓଡ଼ିଶା ସରକାର ବିରୋଧରେ ହେଉ, ବିଜୁ ପଟ୍ଟନାୟକ ବିରୋଧରେ ହେଉ, ସେ ଲଢ଼େଇ କରିଥିଲେ ଏବଂ ଲଖନପୁର ଅଞ୍ଚଳର ଭିଟାମାଟି ଯେଉଁ ଗରିବ ଲୋକମାନେ ଚାଷୀ ମୂଲିଆ ଖଟିକିଆ ଆଦିବାସୀ ହରିଜନ ଶ୍ରମିକମାନଙ୍କର ସପକ୍ଷରେ ସେ ସବୁବେଳେ ନେତାଗିରି କରୁଥିଲେ। ପେପର ମିଲ୍ ଶ୍ରମିକ ସମସ୍ୟା, BTM ଶ୍ରମିକ ସମସ୍ୟା, ଟାଟା କମ୍ପାନୀର ଶ୍ରମିକ ସମସ୍ୟା ସବୁଥିରେ ସେ ଜଡ଼ିତ ଥିଲେ। ତାଙ୍କୁ ପୁରା ଟାଟା କମ୍ପାନୀର ମାଲିକ, ବିର୍ଲା କମ୍ପାନୀର ମାଲିକ ମଧ୍ୟ ଭୟଭୀତ ହେଉଥିଲା ଏବଂ ଡରୁଥିଲା। এই প্রকার সে নেতৃত্ব নেউଥିଲେ। বর্তমান যেমতি বিজনেস পলিটিক্স চালিছি সেই প্রকার সে নথিলে। টঙ্কা পয়সা দরকার নଥିଲା। গাঁ গাঁরে সে নির্বাচন সময় বুলুଥିଲେ, খটিয়ারে বসুଥିଲେ, গাঁ মানকরে লাল চাହା ପିଉଥିଲେ, ମୁଢ଼ି ମାଗିକିରି ଖାଉଥିଲେ।